ୱେଲକମ୍ ବ୍ୟାକ୍ ଟୁ ପିଲାମାନେ, ୱେଲକମ୍ ଟୁ ଆକାଶ ଜୁହ। ତ ପିଲାମାନେ କେମିତି ଅଛନ୍ତି? ଆଶା କରୁଛି ତୁମେ ମାନେ ଭଲରେ ଥିବ। ତ ପୂର୍ବ ଭିଡିଓରେ ତୁମମାନଙ୍କୁ ମୁଁ ଯେମିତି କହିଥିଲି ଯେ ବେସିକ ଇଂଲିଶ ଗ୍ରାମାରକୁ ମୁଁ ତୁମମାନଙ୍କୁ ଭଲ ଭାବରେ ବୁଝେଇବି, ଭଲ ଭାବରେ ପଢେଇବି। ତୁମମାନେ ଯେମିତି ଭଲ ଭାବରେ ବୁଝିପାରିବ ତାର ବହୁତ ଚେଷ୍ଟା ମୁଁ କରିବି। ଆଉ ତୁମେ ମାନେ ମଧ୍ୟ ଚେଷ୍ଟା କର ଯେମିତି ଭଲ ଭାବରେ ଇଂଲିଶ ଗ୍ରାମାରଟାକୁ ପଢିବ। ତ ସେମିତି କିଛି ଭିଡିଓ ନେଇ ଆଜି ମଧ୍ୟ ମୁଁ ପୁଣି ଆସିଛି। ଯେମିତି ଆମେ ପୂର୍ବରୁ ପଢିଥିଲେ ସେଣ୍ଟେନ୍ସ କାହାକୁ ଅଛି, ଫ୍ରେଜ କାହାକୁ ଅଛି। ସେ ସେଣ୍ଟେନ୍ସକୁ ନେଇକି ମୁଁ ଆଜି କିଛି ନୂଆ ଆଣିଛି, ନୂଆ ଟପିକ ଆଣିଛି। ସେ ସେଣ୍ଟେନ୍ସ ମଧ୍ୟରେ କଣ ଅଛି ତାକୁ ଆଜି ଆମେ ଜାଣିବା। ସେଣ୍ଟେନ୍ସକୁ କେମିତି ଭାଗ କରାଯାଇଛି ତାକୁ ଆମେ ଜାଣିବା। ତ ଭିଡିଓଟି ଷ୍ଟାର୍ଟ କରିବା ପୂର୍ବରୁ ଯେଉଁ ପିଲାମାନେ ମୋ ଚ୍ୟାନେଲରେ ନୂଆ ଆସିଛ ଜଲ୍ଦି ଯାଇ ସବସ୍କ୍ରାଇବ କରିନିଅ, ଲାଇକ୍ କମେଣ୍ଟ ସେୟାର ନିହାତି କରିବ। ତୁମ ସାଙ୍ଗମାନଙ୍କୁ ଜଲ୍ଦି ଯାଇ ସେୟାର କରିନିଅ, ସେମାନେ ମଧ୍ୟ ଭିଡିଓର ଲାଭ ଉଠେଇ ପାରିବେ। ଆଉ ଭିଡିଓକୁ ଭଲ ଭାବରେ ଦେଖ, ଭଲ ଭାବରେ ଶିଖ। ଇଂଲିଶଟା ଛୋଟ କଥା ନୁହେଁ। ତ ଦୟାକରି ପୂର୍ବ ଭିଡିଓ ଯେଉଁମାନେ ଦେଖିନ ତଳେ ଡେସ୍କ୍ରିପସନରେ ଲିଙ୍କ ଅଛି, ତାକୁ ଯାଇ ଭଲ ଭାବରେ ଦେଖ। ପୂର୍ବ ଭିଡିଓ ଦେଖି ସାରିଲା ପରେ ହିଁ ଏ ଭିଡିଓର ମୂଲ୍ୟ ରହିବ। ତ ମୁଁ ଯେମିତି କହିଲି ଆମେ ଆଜି ପଢିବା କଣ, ସେ ସେଣ୍ଟେନ୍ସକୁ କେତେ ପ୍ରକାର ଭାଗ କରାଯାଇଛି, କଣ କଣ ସେଇ ବିଷୟରେ ଆମେ ପଢିବା। ତ ଡେରି ନକରି ଚାଲ ଆମେ ପଢିବା ପାର୍ଟ ଅଫ ଦି ସେଣ୍ଟେନ୍ସେସ୍। ତ ଆମେ ଆଜି ପଢିବା ପାର୍ଟ ଅଫ ଦି ସେଣ୍ଟେନ୍ସେସ୍। ସେଣ୍ଟେନ୍ସକୁ କେତେ ଭାଗରେ ବିଭକ୍ତ। ମୁଖ୍ୟତଃ ସେଣ୍ଟେନ୍ସ ଆମେ ଯୋଉ ଲେଖୁଛେ ତାକୁ କେତେ ଭାଗରେ ବିଭକ୍ତ କରାଯାଇଛି, ଭାଗ କରାଯାଇଛି। କଣ କରାଯାଇଛି ନା ଏଇ ସେଣ୍ଟେନ୍ସକୁ ଆମର ଦୁଇ ଭାଗରେ ବିଭକ୍ତ କରାଯାଇଛି। ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ। ପ୍ରଥମେ ଆମେ ଜାଣିବା ସେଣ୍ଟେନ୍ସକୁ ଦୁଇ ଭାଗରେ ମୁଖ୍ୟତଃ ବିଭକ୍ତ କରାଯାଇଛି କଣ କଣ। ପିଲାମାନେ ଲେଖିନିଅ, ନୋଟ କରିନିଅ। A sentence has two essential parts. A sentence has two essential parts. ଦୁଇଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି। ଏକ ହଉଛି ସବଜେକ୍ଟ, ଦୁଇରେ ହଉଛି ପ୍ରେଡିକେଟ। ପ୍ରଥମେ ହଉଛି ସବଜେକ୍ଟ, ତାପରେ ହଉଛି ପ୍ରେଡିକେଟ। ସବଜେକ୍ଟ କଣ, ପ୍ରେଡିକେଟ କଣ, ସେଇଟା ଆମେ ବର୍ତ୍ତମାନ ବୁଝିବା। ତ ସେଣ୍ଟେନ୍ସ ଭିତରେ ଯୋଉ ଦିଟା ଜିନିଷ ଅଛି ଯୋଉଟା କି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି ଆମେ ପଢିଲେ, ସେଇଟାକୁ ସବଜେକ୍ଟ କଣ, ସବଜେକ୍ଟ ହଉଛି କର୍ତ୍ତା। ଆଚ୍ଛା, କର୍ତ୍ତା କଣ? ତୁମେ ଫିଲ୍ମ ବହୁତ ଦେଖୁଥିବ, ମୁଭି ଦେଖୁଥିବ, ହିନ୍ଦୀ ମୁଭି ଦେଖୁଥିବ, କି ପିଲାମାନେ ମଧ୍ୟ ଇଂଲିଶ ମୁଭି ମଧ୍ୟ ଦେଖିଦିଅନ୍ତି। ତ ସେଇ ମୁଭିରେ କଣ ଥାଏ ବା ଫିଲ୍ମରେ କଣ ଥାଏ, ଗୋଟେ ହିରୋ ଥାଏ, ହିରୋ ଥାଏ ନା ନାହିଁ, ସେ ହିରୋକୁ ନେଇ ହିଁ ଫିଲ୍ମଟା ହୋଇଥାଏ। ଫିଲ୍ମରେ ହିରୋ ଯେମିତି ଥାଏ ସେମିତି ଗୋଟେ ସେଣ୍ଟେନ୍ସ ମଧ୍ୟରେ ସବଜେକ୍ଟ ହଉଛି କଣ, ତାର ହିରୋ। ମାନେ ସବଜେକ୍ଟ ଯେ କର୍ତ୍ତା, ତାହାରି ଉପରେ ହିଁ କଣ ଲେଖାଯାଇଛି, ତା ବିଷୟରେ ହିଁ ଲେଖାଯାଉଛି। ଯାହା ବିଷୟରେ ଲେଖାଯାଉଛି ଆଉ ଯିଏ କୌଣସି କାର୍ଯ୍ୟଟା କରୁଛି ସେଇ ସେଣ୍ଟେନ୍ସ ମଧ୍ୟରେ, ସେ ହଉଛି କର୍ତ୍ତା। ତାପରେ ସେ ପ୍ରେଡିକେଟ। ପ୍ରେଡିକେଟ କଣ ନା, କର୍ତ୍ତା ଯୋଉ କାର୍ଯ୍ୟ କରୁଛି, ଏଇ କର୍ତ୍ତା ଯୋଉ କାର୍ଯ୍ୟ କରୁଛି ସେଇଟାକୁ କିଏ କହୁଛି, ଆମକୁ ପ୍ରେଡିକେଟ କହୁଛି। ବା ଆଲୋଚନା କରୁଛି କାହା ବିଷୟରେ, କର୍ତ୍ତା ବିଷୟରେ। କର୍ତ୍ତା ବିଷୟରେ କିଏ ଆଲୋଚନା କରୁଛି ବା ବିବେଚନା କରୁଛି, ଏହା ହବ ବିବେଚନା। ପ୍ରେଡିକେଟ ତ ଧରିନେ ବିବେଚନା, ଏଇ କର୍ତ୍ତା ବିଷୟରେ ଯେ ବିବେଚନା ବା ଆଲୋଚନା କରୁଛି ସିଏ ହଉଛି ପ୍ରେଡିକେଟ। ସବଜେକ୍ଟ ବିଷୟରେ ଯିଏ ବିବେଚନା ଆଲୋଚନା କରୁଛି ସିଏ ହଉଛି ପ୍ରେଡିକେଟ। ତ ବର୍ତ୍ତମାନ ଆମେ ଜାଣିଲେ କଣ, ସେଣ୍ଟେନ୍ସ ର ଦୁଇଟି ପାର୍ଟ ଅଛି, ଗୋଟେ ହଉଛି ସବଜେକ୍ଟ, ଗୋଟେ ହଉଛି ପ୍ରେଡିକେଟ। ତ ସେ ସବଜେକ୍ଟ କଣ, ପ୍ରେଡିକେଟ କଣ, ଆସ ତାକୁ ଭଲ ଭାବରେ। ପ୍ରଥମେ ଆମର ହଉଛି ସବଜେକ୍ଟ। ପିଲାମାନେ ଭଲ ଭାବରେ ନୋଟ କରିନିଅ।
ବହୁତ କାମରେ ଆସିବ ତୁମର। ସବଜେକ୍ଟ କଣ ନା ଏ ସବଜେକ୍ଟ, ଦେଖ ପିଲାମାନେ subject is the person or thing. A subject is the person or thing that doing a action. A subject is the person or thing that doing a action. ଯେମିତି ମୁଁ ତୁମକୁ କହିଲି ମୁଭି କଥା କାହିଁକି କହିଲି, ଏବେ ଆମେ ଜାଣ ଦେଖ ଆକ୍ସନ ଯୋଉ ଲେଖା ହେଲା, ଏ ଯୋଉ ଆକ୍ସନ ଲେଖା ହେଲା, ଆକ୍ସନ ଅର୍ଥ କଣ? କିଛି କାର୍ଯ୍ୟ କରିବା ଆକ୍ସନ। ଯୋଉ ମୁଭି ଆମେ ଦେଖୁଛେ ତାଥିରେ ଆକ୍ସନ କଣ ହଉଛି ନା ହିରୋ ଫାଇଟିଂ କରୁଛି। ତ ମୁଭିରେ କିଏ ଫାଇଟିଂ କଲା ନା ହିରୋ ଫାଇଟିଂ କଲା। ଏଠି ଯୋଉ ପଚରା ହଉଛି କିଏ ସେ କିଏଟା କଣ ହଉଛି ନା ସବଜେକ୍ଟ। ସେ ପଚରା ହଉଛି କିଏଟା ହଉଛି କଣ ହଉଛି, କିଏଟା ହଉଛି ଆମର ଏଇ ଯୋଉ ସବଜେକ୍ଟ, ଏଇ ସବଜେକ୍ଟଟା ହଉଛି ଆମର କିଏ। ଆଚ୍ଛା, ତାପରେ ଆଉ ଗୋଟେ ନୋଟ ପିଲାମାନେ କରିନିଅ, ଯୋଉଟା କି ଭେରି ଭେରି ଇମ୍ପୋର୍ଟାଣ୍ଟ। ବେଳେ ବେଳେ ତମେ ଜାଣିନଥିବ, ଏଇଟା ଯୋଉ ଓଡିଆରେ କହିଲି ସେଇଟା ତମେ ଭଲସେ ଜାଣିବନି, ସେଟା ଇଂଲିଶରେ ଲେଖିବାକୁ ପଡିବ ଆମକୁ। ତ ସେ ଇଂଲିଶରେ ଲେଖା ହବ କଣ, ନୋଟ କରିନିଅ ପିଲାମାନେ ଟିକେ। ନୋଟ ହଉଛି କଣ, ଏ ସବଜେକ୍ଟ ଟେଲ୍ସ who or what the sentence is about. ଆଚ୍ଛା, କଣ ହଉଛି ନା ସବଜେକ୍ଟ, ଏଇ ଯୋଉ ସବଜେକ୍ଟ ରହିଲା, ଆମ ଯୋଉ କର୍ତ୍ତା ରହିଲା, କର୍ତ୍ତାଟା କଣ କରୁଛି ନା ହୁ ମାନେ କିଏ, ହ୍ୱାଟ ନା କଣ, କିଏ ଆଉ କଣ, ସେଇଟା ଆମର କଣ ରହୁଛି ନା କିଏ ଆଉ କଣକୁ ବୁଝଉଛି, କିଏ ନା ସବଜେକ୍ଟ। କଣ ସେ, ଆମେ ଯୋଉ କହିଲି, ମୁଁ ବର୍ତ୍ତମାନ ଗୋଟେ ଉଦାହରଣ, ଯେମିତି ମୁଁ ଖାଉଛି, କିଏ ଖାଉଛି ନା ମୁଁ ଖାଉଛି। ରାମ ଭାତ ରାନ୍ଧୁଛି, କିଏ କଣ କରୁଛି ନା ରାମ ଭାତ ରାନ୍ଧୁଛି। ତ ଏବେ ସେ ରାମ କଣ ହେଲା କର୍ତ୍ତା, କଣ କିଏ କରୁଛି, ସେ କିଏ ଆଉ କଣକୁ ବୁଝଉଛି, ସିଏ ହଉଛି ଆମର କିଏ ସବଜେକ୍ଟ। ତ ସବଜେକ୍ଟ ପରେ ଆମେ ଜାଣିବା ପ୍ରେଡିକେଟ। ପ୍ରେଡିକେଟ କଣ, ପ୍ରେଡିକେଟ କଣ, ଯେମିତି କହିଥିଲି ସବଜେକ୍ଟ ବା କର୍ତ୍ତା ବିଷୟରେ ଯିଏ ଆମକୁ କହୁଛି ସିଏ ହଉଛି ପ୍ରେଡିକେଟ। ପିଲାମାନେ ଆକୁ ଭଲ ଭାବରେ ତମେ ମାନେ କଣ କରିବ, ନୋଟ କରିନିଅ। ତ ମୁଁ ଆକୁ ଲିଭେଇ ଦଉଛି ବର୍ତ୍ତମାନ, ତାପରେ କଣ କରିବି ନା ପ୍ରେଡିକେଟ କଣ ଆମେ ତାକୁ ପଢିବା। ତ ଏବେ ଆମେ ପଢିବା ପ୍ରେଡିକେଟ। ପ୍ରେଡିକେଟ କଣ ନା ଆମ ସବଜେକ୍ଟ ବିଷୟରେ ଆମକୁ ଯିଏ କହିଲା, ସବଜେକ୍ଟ କାର୍ଯ୍ୟ କରୁଛି, ଯୋଉ କାର୍ଯ୍ୟଟା କରୁଛି ସେଇଟା ହଉଛି ଆମର ପ୍ରେଡିକେଟ। ସେଇଟା ତା ସଂଜ୍ଞାଟା ଲେଖ ପିଲାମାନେ, a part from subject the rest part of the sentence is known as predicate। କଣ ହଉଛି ନା ଏ ପାର୍ଟ ଫ୍ରମ ସବଜେକ୍ଟ, ସବଜେକ୍ଟ ରୁ ଛାଡିଲା ପରେ ବା ସବଜେକ୍ଟ ରୁ ଗଲା ପରେ, ଏଇ ଯୋଉ ପାର୍ଟ ଆମେ ଗଲା, ଏଇ ଯୋଉ ଗୋଟେ ପାର୍ଟ ଆମର ଫ୍ରମ ସବଜେକ୍ଟ, ମାନେ ସବଜେକ୍ଟ ଗଲା ପରେ ଆମର କଣ ହଉଛି ନା ଦ ରେଷ୍ଟ ପାର୍ଟ ଅଫ ଦ ସେଣ୍ଟେନ୍ସ,
जो बाकी जो सेंटेंस जो पार्ट रहीगला हमर सेंटेंस बाकी सब्जेक्ट कर्ता पळेला तो कर्ता गला पर जो बाकी जहा रहीगला सेटा कोन सब्जेक्ट को बुझेला सब्जेक्ट कोन करूची बोली तो से जो कार्यटा कर सेटा बाकी रहीगला तो सेटा हमर होजी कोन प्रेडिकेट हैला द रेस्ट पार्ट ऑफ द सेंटेंस इज नोन एज प्रेडिकेट तो गोटे जेमती सब्जेक्ट हमर गोटे जेमती नोट लिखले सेम गोटे नोट लिखनियो माने नोट होची कोन ना इट आल्सो टेल्स अस देखो इट आल्सो टेल्स अस कि प्रेडिकेट हमहु सब बेले कहि कोन व्हाट द सब्जेक्ट व्हाट द सब्जेक्ट कोन करछि डज और इज सब्जेक्ट कोन करछि सब्जेक्ट को कार्य करुछि सेटा को हम किए कहूछि ना हमको प्रेडिकेट कहूछि ए जो प्रेडिकेट रहला एटा हम किए कहूछि इट आल्सो टेल्स अस व्हाट द सब्जेक्ट डज और इज से कोन करुछि को कार्यटा करुछि सेटा को हम प्रेडिकेट कहूछि एटा भल भाबे लिखि देबिला हम पॉज कर लिखने मु लिखि दोछु तो पिला माने एबे हम जानले सब्जेक्ट कोन और प्रेडिकेट तो पिला माने भल भाबे नोट कर नेबो सिगुडी को तो सब्जेक्ट कोन प्रेडिकेट माने हम जानि गले तो एबे किछि एग्जांपल हम नबा एग्जांपल किछि सेंटेंस को हम एग्जांपल नेले हम तात्र सब्जेक्ट और प्रेडिकेट को बाछि परिबा हम किछि एग्जांपल ने पिला माने एग्जांपल होछि जेमिति कि मु तुमको कहितली मु खाउछ आई एम eating ए आई एम eating रे आई एम eating रे सब्जेक्ट के किए खाउची ना मु खाउची इति आई होची कोन एटा होची सब्जेक्ट एटा कोन होची आईटा होची सब्जेक्ट आ बाकी जो रहिला एटा रहिला eating खाउची एटा कोन होची प्रेडिकेट सिमते आउ किछि जेमति सीता खेलुची सीता इज प्लेइंग सीता इति होची कोन आ प्लेइंग कोन प्लेइंग माने खेलुची ए प्लेइंग सीता खेलुची तो किए खेलुची ना सीता खेलुची सीता कोन सब्जेक्ट सीता कोन करूची से होची कि प्लेइंग बा खेलुची तो एटा होची प्रेडिकेट तो एमती अनेक उदाहरण हे परिबो गोटे सेंटेंस मध्यने हम जे भाग करूजे तबे सब्जेक्ट रहउची प्रेडिकेट रहउची यदि सब्जेक्ट खाली थिबो प्रेडिकेट नथिबो त से सेंटेंस गोटे हे परिबोनी से कोन वर्ड रहि जिवो हे पारे नहेले किछि जेमति हम पढिथिले गोटे फ्रेज हे पारे गोटे खंड वाक्य हे पारे तो पिला माने भलो भाबरे वीडियो भलो भाबे देखि नबो आज बे एति थाउ कोई नेक्स्ट वीडियो मानो तुम बेच नुआ आनी केसी नेक्स्ट वीडियो देखिबा कोन अलगा सब अछि कोन नुआ किछ अछि तो केबे भी भूलिबनी लाइक कमेंट शेयर करबा को सब्सक्राइब करबा को भूलिबनी आउ जदि किछि डाउट रहउछि तेबे कमेंट माध्यमे तुम मते जणाइबो।